ମୁଁ ବିଜୟଲକ୍ଷ୍ମୀ ସ୍ୱାଇଁ 114 ଏକାମ୍ର ନିର୍ବାଚନ ମଣ୍ଡଳୀର 147 ବୁଥର ବିଏଲ୍ଓ। ମତଦାନ ଅଟେ ଅତୁଳନୀୟ। ମତଦାନ ମୁଁ କରିବି ନିଶ୍ଚୟ। ଆପଣମାନେ ମଧ୍ୟ ମତଦାନ କରନ୍ତୁ। ମତଦାନ ଭଳି ଏକ ରାଷ୍ଟ୍ରୀୟ ପର୍ବରେ ଅଂଶଗ୍ରହଣ କରି ଆପଣମାନେ ମଧ୍ୟ ନିଜର କର୍ତ୍ତବ୍ୟ ତଥା ଅଧିକାରକୁ ସାବ୍ୟସ୍ତ କରନ୍ତୁ। ଏହି ନିର୍ବାଚନୀ ପ୍ରକ୍ରିୟାରେ ସରକାର କେତେଗୁଡ଼ିଏ ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି ଆପଣମାନଙ୍କ ସୁବିଧା ପାଇଁ, ନିର୍ବାଚନୀ ପ୍ରକ୍ରିୟାକୁ ସରଳ ଓ ସୁଗମ କରିବା ପାଇଁ। ଯେପରିକି ଏଥର ନିର୍ବାଚନୀ ପ୍ରକ୍ରିୟାରେ 85+ ଇୟର୍ସ ଭୋଟର୍ସମାନଙ୍କୁ ହୋମ୍ ଭୋଟିଂର ସୁବିଧା ଥିଲା। ସେହିଭଳିଆ ସରକାର ମୋ ବୁଥ୍ ଆପ୍ର ବ୍ୟବହାର କରିକିରି ଜଣେ ଭୋଟରକୁ ତା ଘରଠାରୁ ତାର ବୁଥ୍ ପର୍ଯ୍ୟନ୍ତ ମାର୍ଗଦର୍ଶନ କରାଇବାରେ ଏହି ମୋ ବୁଥ୍ ଆପ୍ଟି ସାହାଯ୍ୟ କରିବ। ତତ୍ସହିତ ଜଣେ ଭୋଟର ଘରେ ବସି ମଧ୍ୟ ସେହି ସମୟର ସ୍ଥିତିକୁ ପରଖିପାରିବ, ଅର୍ଥ ସେହି ସମୟରେ ସାମ୍ପ୍ରତିକ ଧାଡ଼ିର ସ୍ଥିତିକୁ ପରଖିପାରିବ। ବୁଥଟି ଗହଳି ଅଛି ବା ଗୋଟେ ଧାଡ଼ିରେ 20 ଲୋକ ଅଛନ୍ତି ବା 50 ଲୋକ ଅଛନ୍ତି, ଯେଉଁ ଜିନିଷଟି ପ୍ରତି 20 ମିନିଟ୍ରେ ଥରେ ଜଣେ ବିଏଲ୍ଓ ଅପଡେଟ୍ କରୁଥିବ ଏବଂ ଭୋଟରମାନେ ମୋ ବୁଥ୍ ଆପ୍କୁ ଓପେନ୍ କରି ଜାଣିପାରିବେ ବୁଥ୍ରେ ଧାଡ଼ିର ସ୍ଥିତି ଏବଂ ନିଜ ଘରଠାରୁ ବୁଥ୍ର ମାର୍ଗଦର୍ଶନ। ତାହେଲେ ମୋ ବୁଥ୍ ଆପ୍କୁ ଆମେ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିବା, ତାପରେ କ'ଣ କରିବା, ଓପେନ୍ କରିବା। ଓପେନ୍ କରିବା ପରେ ଏଇଭଳିଆ କିଛି ସ୍କ୍ରିନ୍ରେ ଦେଖାଯିବ। ଆପଣ ଆପଣଙ୍କର ନିର୍ବାଚନ ମଣ୍ଡଳୀକୁ ଚୟନ କରନ୍ତୁ। ସିଲେକ୍ଟ ୟର୍ କନଷ୍ଟିଚୁଏନ୍ସି। ଆମେ କନଷ୍ଟିଚୁଏନ୍ସିକୁ ସିଲେକ୍ଟ କରିବା। 114 ଏକାମ୍ର ଭୁବନେଶ୍ୱର। ଆମ କନଷ୍ଟିଚୁଏନ୍ସି 114 ଏକାମ୍ର ଭୁବନେଶ୍ୱର। ମୁଁ ତେଣୁ 114 ଏକାମ୍ର ଭୁବନେଶ୍ୱରକୁ ସିଲେକ୍ଟ କଲି। ଆପଣଙ୍କର କନଷ୍ଟିଚୁଏନ୍ସି ଯାହା ହେଇଥିବ ଆପଣ ସେଇଟାକୁ ସିଲେକ୍ଟ କରିବେ। ଦେନ୍ ଆମେ କାପ୍ଚା ଟାଇପ୍ କରିବା। ଅଲରେଡ଼ି ଗୋଟେ କାପ୍ଚା ଦେଖାଯାଉଛି, ଏ କାପ୍ଚାକୁ ଆମେ ଟାଇପ୍ କରିବା। ତାପରେ ଆମେ ସବମିଟ୍ କରିବା। କାପ୍ଚାକୁ ସବମିଟ୍ କଲା ପରେ ଏଇଭଳିଆ ସ୍କ୍ରିନ୍ ଆସିବ। ଏଥିରେ କ'ଣ ଲେଖା ଅଛି ଦେଖନ୍ତୁ। ଇନଫର୍ମେସନ୍ ଅଛି, ସବୁ ପ୍ରକାର ଇନଫର୍ମେସନ୍, ଯେପରିକି ଆପଣଙ୍କ ଘରଠାରୁ ଆପଣଙ୍କ ବୁଥ୍ର ରାସ୍ତା ବା ମାର୍ଗଦର୍ଶନ ଅଛି ଏଥିରେ। ତା ସହିତ ଆପଣଙ୍କ ବୁଥ୍ ଭିତରର ଧାଡ଼ିର ସାମ୍ପ୍ରତିକ ସ୍ଥିତି ମଧ୍ୟ ଏଥିରେ ଅଛି। ତାହେଲେ ଆମେ କ'ଣ କରିବା, ଯଦି ଜଣେ ଭୋଟର ନିଜର ଘରଠାରୁ ନିଜର ବୁଥ୍ର ରାସ୍ତା ପାଉନଥିବ ତାହେଲେ ସେ କ'ଣ କରିବ ନା ଆଗ ସିଲେକ୍ଟ ବୁଥ୍ ଅପସନ୍କୁ ଯିବ। ସିଲେକ୍ଟ ବୁଥ୍ ଅପସନ୍କୁ ଯିବା ପରେ ଏଇଭଳିଆ କିଛି ଦେଖାଯିବ। ସେ ତା ବୁଥ୍କୁ ସିଲେକ୍ଟ କରିବ। ସପୋଜ୍ ତା ବୁଥ୍ ହେଲା 147। ସିଲେକ୍ଟ କଲା, ଆସିଗଲା ଦେଖନ୍ତୁ 147 ପଣ୍ଡିତ ରଘୁନାଥ ଗଭର୍ଣ୍ଣମେଣ୍ଟ ୟୁପି ସ୍କୁଲ। ଦେଖିଲେ? ତାପରେ ମତଦାନ କେନ୍ଦ୍ରକୁ ମାର୍ଗ, ଆପଣମାନେ ଦେଖିପାରୁଥିବେ ମତଦାନ କେନ୍ଦ୍ରକୁ ମାର୍ଗ। ଏଥିରେ କ୍ଲିକ୍ କରିବା। ଏଥିରେ କ୍ଲିକ୍ କଲେ ଆସିଗଲା ଘରଠାରୁ ମତଦାନ କେନ୍ଦ୍ରକୁ ମାର୍ଗ। ଆପଣ ଷ୍ଟାର୍ଟ ବଟନ୍ କ୍ଲିକ୍ କରିପାରିବେ, ନଚେତ୍ ଡିରେକ୍ସନ୍ ବି କ୍ଲିକ୍ କରିପାରିବେ। ଯଦି ସାଙ୍ଗେ ସାଙ୍ଗେ ଆମେ ବୁଥ୍କୁ ଯିବାକୁ ଚାହିଁବା ଷ୍ଟାର୍ଟ ବଟନ୍ କ୍ଲିକ୍ କରିପାରିବା, କିମ୍ବା ଆମେ ଯଦି ଡିରେକ୍ସନ୍ ମାରିବା, ଡିରେକ୍ସନ୍ରେ ଆମ ଘରଠାରୁ ବୁଥ୍ ପର୍ଯ୍ୟନ୍ତ ଡିରେକ୍ସନ୍ এই ଆପ୍ରେ ସେ ଆମକୁ ଶୋ କରିବ। ତାପରେ ଆମେ ଧରାଯାଉ ଜାଣିବା ଆମ ବୁଥ୍ର ଧାଡ଼ିର ସାମ୍ପ୍ରତିକ ସ୍ଥିତି, ଆମ ବୁଥ୍ରେ ଧାଡ଼ିର କ୍ୟୁର କ'ଣ ସ୍ଥିତି ଅଛି। ତାହେଲେ ଏଇଟାକୁ କ୍ଲିକ୍ କରିବା। ଦେଖନ୍ତୁ ଏଠି ଲେଖା ହେଇଛି ସାମ୍ପ୍ରତିକ ଧାଡ଼ିର ସ୍ଥିତି। ଏଇଟାକୁ କ୍ଲିକ୍ କରିବା। ଆମେ ତଦ୍ୱାରା ଜାଣିପାରିବା ଯେ ଆମ ବୁଥ୍ରେ ଭିଡ଼ ଅଛି ବା ଭିଡ଼ କମ୍ ଅଛି। ଏଇଭଳିଆ କିଛି ଟେକ୍ନୋଲୋଜି କି ସରକାର ଆଣିଛନ୍ତି, ଏଇଥର ବ୍ୟବହାର କରିଛନ୍ତି, ଯାହାଦ୍ୱାରା କି ଭୋଟରମାନେ ସହଜରେ ଏବଂ ସୁରକ୍ଷିତ ଭାବରେ ମତଦାନ କରିପାରିବେ। ତେଣୁ ଆପଣମାନ ସମସ୍ତଙ୍କୁ ଅନୁରୋଧ, ମେ 25 ତାରିଖ ଶନିବାର ଦିନ ଆପଣ ନିଜ ନିଜ ବୁଥ୍କୁ ଯାଆନ୍ତୁ ଏବଂ ବିଧାନସଭା ଏବଂ ଲୋକସଭା ଦୁଇଟି ଭୋଟ ଦେଇ
ନିର୍ବାଚନୀ ପ୍ରକ୍ରିୟାକୁ ସଫଳ କରାନ୍ତୁ ଏବଂ ଆମ ରାଷ୍ଟ୍ରକୁ ଉନ୍ନତି ମାର୍ଗରେ ନିଅନ୍ତୁ। ନମସ୍କାର।